ଆଉ ପ୍ରଭୁ ସେଇଠୁ ପଳେଇଲା ପରେ ପରେ ମଙ୍କୁ ଖୁସି ଲାଗିଲା 14 ପଦରେ ଏହା ପରେ ଯୀଶୁ ମନ୍ଦିରରେ ତାହାର ଦେଖା ପାଇଲେ। ଆହୁରି ପୋଖରୀ ନାହିଁ ଆଜ୍ଞା, ହ୍ୟାଲୋ। ଜୀବନ ସୁସ୍ଥ ହେଲା ପରେ, ଜୀବନ ଠିକ ହେଲା ପରେ ଆହୁରି ପୋଖରୀ ପାଖରେ ବିଜନେସ କର ନାହିଁ, ମନ୍ଦିରରେ ଦେଖାଯିବାର ଅଛି ତମେ। ପ୍ରଭୁଙ୍କର ସାନ୍ନିଧ୍ୟରେ ଦେଖା ଯିବାର ଅଛି ପ୍ରଭୁଙ୍କୁ ସେଠି। ପ୍ରଭୁ ଖୋଜିବେ, ସେଦିନ ସୁସ୍ଥ କରୁଥିଲେ କାହିଁ ସେ ଆସି ନାହିଁ, ଡ୍ୟୁଟି ପଳେଇଲା। ସେମିତି ଏକା ଲୋକମାନେ ଆଶୀର୍ବାଦ ପାଇଲ, ଜବ୍ ପାଇଲ, ସୁସ୍ଥତା ପାଇଲ, ମଙ୍ଗଳ ପାଇଲ, କୋଉଠି ଦେଖାଯିବାର ଅଛି ପ୍ରଭୁଙ୍କୁ? ମନ୍ଦିରରେ ଦେଖାଯିବ ନା। ଆଉ प्रभु ताको मंदिर देखा पाए, कहले क्या भैया सब ठीक? हाँ प्रभु, आपके दया से सब कुशल मंगल है। प्रभु कहले सब तो ठीक है जे, ଏହା ପରେ ଆହୁରି ଅଧିକ ଦୁର୍ଦ୍ଦଶା, ଅଧିକ ଅମଙ୍ଗଳ ତମ ପ୍ରତି ଯେପରି ନ ଘଟିବ। ବାବୁ ଆଉ ପାପ କର ନା। କେଡ଼େ ସୁନ୍ଦର ଭାବରେ ପ୍ରଭୁ କହିଲେ, ୱାର୍ଣ୍ଣିଂ ଦେଇ ନଥିଲେ, ପ୍ରେମରେ କହିଲେ। ଏହା ପରେ ଯୀଶୁ ମନ୍ଦିରରେ ତାହାର ଦେଖା ପାଇ ତାକୁ କହିଲେ, ଦେଖ ତୁମେ ସୁସ୍ଥ ହେଇଅଛ, ଲିଟରାଲି ଆଉ ପାପ କର ନାହିଁ। ହଁ, ଯେପରି ତୁମ୍ଭ ପ୍ରତି ଅଧିକ ଦୁର୍ଦ୍ଦଶା ନ ଘଟେ। ସୁସ୍ଥ ହେଲା ପରେ ବି ଜୀବନ ବଦଳୁ ନାହିଁ, ସୁସ୍ଥ ହେଲା ପରେ ବି ପାପ ଛାଡୁନାହାନ୍ତି, ଅଧର୍ମ ଛାଡୁନାହାନ୍ତି, ସୁସ୍ଥ ହେଲା ପରେ ଗନ୍ଧିଆ ଭିଡ ଛାଡୁନାହାନ୍ତି, ସୁସ୍ଥ ହେଲା ପରେ ବି କାମକତା ଛାଡୁନାହାନ୍ତି, ସୁସ୍ଥ ହେଲା ପରେ ସିନେମା ଫିଲ୍ମ ଛାଡୁନାହାନ୍ତି, ସୁସ୍ଥ ହେଲା ପରେ, ମଙ୍ଗଳ ପାଇଲା ପରେ, ଜବ୍ ପାଇଲା ପରେ, ପ୍ରଭୁ ପ୍ରାର୍ଥନା ଶୁଣିଲା ପରେ ବି ଜୀବନରେ କିଛି ନିଷ୍ପତ୍ତି ନାହିଁ, ତ ଅଧିକ ଦୁର୍ଦ୍ଦଶା ହେବ, ଆଉ କେହି ବି ରକ୍ଷା କରିବେନି ସେତେବେଳେ। ଆଉ ବେତେସ୍ତା ପୋଖରୀ ନାହିଁ, ସେ ଦୂତ ନାହିଁ, ସେ ପାଣି ନାହିଁ, ନା ଯୀଶୁ ବି ଯିବେ ଆଉ। ତ ଏଇ ଦିଟା ପଦ ଦ୍ୱାରା ଶିଖୁଛୁ, ପାପ ଯୋଗୁ ରୋଗ, ଯାହା ପ୍ରଭୁ ସୁସ୍ଥ କଲେ, ପ୍ରେଜ ଦ ଲର୍ଡ। ତୁ ପାପ କରୁଛୁ, ଏ ରୋଗ ସୁସ୍ଥ ହେବନି ବୋଲି କହିନାହାନ୍ତି, କ୍ଷମା ମାଗ, ଗୋଡ ଧର, ଇतना ତ बनता है ना। ତ 1,000,000 ଦେଲେ ଚର୍ଚ୍ଚକୁ, ତୋ ପାପ କ୍ଷମା କରିବି ବୋଲି କହିଲେ କି ନା? ଦୀନହୀନ ହୋଇ, ନମ୍ର ହୋଇ, ଖେଦ ଯୁକ୍ତ ହୋଇ, ନାଇଁ କି ଯାକବ 4:8-10, ନମ୍ର ହୋଇ